Hello friends, good morning to all of you in the Master Education channel. ଠିକ୍ ଅଛି, ଏବେ ଆମେ ଚତୁର୍ଥ କ୍ଲାସର ପରିବେଶ ବିଜ୍ଞାନ ଅଧ୍ୟୟନର ସାମାଜିକ ପାଠକୁ ଦେଖିବା। ଠିକ୍ ଅଛି, ଦେଖ ପିଲାମାନେ ଆମର ପ୍ରଶ୍ନ ପଢ଼ିବା ପୂର୍ବରୁ ତମର ପ୍ରଶ୍ନ ବିଷୟରେ କିଛି ଆମେ ଟିକେ ଜାଣିଦେବା। ଦେଖ ଏଠି ଶିକ୍ଷାର୍ଥୀଙ୍କ ନାମ, ଏଠି ତମ ନିଜ ନାଁ ଲେଖିବ, ଏଠି ରୋଲ ନମ୍ବର, ଏଠି ବିଭାଗ, ତାରିଖ, ବିଦ୍ୟାଳୟର ନାମ, ବ୍ଲକ ଆଉ ଜିଲ୍ଲା ଏତକ ଲେଖିବ। ତାପରେ କ'ଣ ଦେଖ ପିଲା, ଏଇଠି ତମର ପୃଷ୍ଠା ସଂଖ୍ୟା ଦେଇଛି 4, ତମର 45 ମିନିଟ୍ର ପରୀକ୍ଷା ହେବ। ପ୍ରଶ୍ନ ସଂଖ୍ୟା 10, ପୂର୍ଣ୍ଣ ସଂଖ୍ୟା କେତେ ଦେଇଛି 20। ଠିକ୍ ଅଛି, ତାପରେ ପ୍ରଶ୍ନକୁ ଦେଖ ପିଲାମାନେ, ଆମେ ଡାଇରେକ୍ଟ ଏବେ ପ୍ରଶ୍ନକୁ ଯିବା। 1 ରୁ 3 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ଠିକ୍ ଉତ୍ତର ବାଛି ପାଖ କୋଠରେ ଠିକ୍ ଚିହ୍ନ ଦିଅ। 1 ନମ୍ବର ପ୍ରଶ୍ନ ଆମର କ'ଣ ଦିଆଯାଇଛି, ନିମ୍ନରେ ଦିଆଯାଇଥିବା କାମ ମଧ୍ୟରୁ କେଉଁ କାମ କଲେ ଦୁର୍ଘଟଣା ଘଟିବାର ସମ୍ଭାବନା ନାହିଁ? ଓଦା ହାତରେ ବିଦ୍ୟୁତ୍ ସୁଇଚ୍ ଛୁଇଁଲେ ଏଇଟା ଦୁର୍ଘଟଣା ଘଟିବ, ତେଣୁ ଏଇଟା ନୁହେଁ। ତାପରେ କ'ଣ ଦେଇଛି, ରାସ୍ତାର ନିୟମ ନ ମାନି ଚାଲିଲେ ଏଇଟା ବି ଦୁର୍ଘଟଣା ଘଟିବ, ତେଣୁ ଏଇଟା ନୁହେଁ। ବାଣକୁ ଦୂରରେ ରଖି ଫୁଟାଇଲେ ଏଇଟା କ'ଣ, ଏଇଟା ଠିକ୍ ଉତ୍ତର ହେବ। ତାପରେ ପ୍ରଶ୍ନକୁ ଅପସନ୍ କ'ଣ ଦେଇଛି, ଛାତ ଧାରରେ ଛିଡ଼ା ହେଲେ ଏଇଟା ଦୁର୍ଘଟଣା ଘଟିବ, ତେଣୁ ଏଇଟା ନୁହେଁ। ଠିକ୍ ଅଛି ପିଲାମାନେ, ତାପରେ ପ୍ରଶ୍ନକୁ ଆମେ ଯିବା। କେଉଁ ବିପର୍ଯ୍ୟୟ ପାଇଁ ଘରୁ ବାହାରିବା ସମୟରେ ଛତା, କଳଚଷମା, ଓଦା ଗାମୁଛା, ଟୋପି, ପାଣି ନେବା ଉଚିତ? ଏଟାର ଆନ୍ସର କ'ଣ ହେବ, ଅଂଶୁଘାତ ହେବ। ଠିକ୍ ଅଛି, ଏବେ ନେକ୍ସଟ କୋଶ୍ଚିନ୍କୁ ଯିବା। ଦେଖ ପିଲାମାନେ, ଆମର 3 ନମ୍ବର ପ୍ରଶ୍ନ କ'ଣ ଦେଇଛି, ଚାଷ ଜମିରେ କୀଟନାଶକ ଔଷଧ ପକାଇବା କାହାର କାର୍ଯ୍ୟ ସହ ଜଡ଼ିତ? କାହାର କାର୍ଯ୍ୟ ସହିତ ଜଡ଼ିତ? କୃଷକର କାର୍ଯ୍ୟ ସହିତ ଜଡ଼ିତ। ପିଲାମାନେ, ତାପରେ 4 ନମ୍ବର ପ୍ରଶ୍ନ ଆମର କ'ଣ ଦେଇଛି, କ ସ୍ତମ୍ଭରେ ଥିବା ଧର୍ମ ସହ ଖ ସ୍ତମ୍ଭର ସମ୍ପର୍କିତ ଧର୍ମଗ୍ରନ୍ଥ ଗୁଡ଼ିକୁ ଟାଣି ଗାର ଯୋଡ଼। ଆମର ଶିଖ୍ର କ'ଣ ହେବ? ଦେଖ ପିଲାମାନେ, କ ସ୍ତମ୍ଭରେ ଦେଇଛି ଶିଖ, ମୁସଲମାନ, ହିନ୍ଦୁ, ଖ୍ରୀଷ୍ଟିଆନ, ଗୀତା, ବାଇବେଲ, ଗ୍ରନ୍ଥ ସାହେବ, କୋରାନ, ତ୍ରିପିଟକ। ପିଲାମାନେ, ମୋର ତ କେବଳ ହିନ୍ଦୁଟା ମନେ ଅଛି, ଗୀତା ଆଉ ବାକି ତକ ସମୟ ସବୁ ଦେଖିବ। ତାପରେ ଏଇଟା କ'ଣ ଦେଇଛି, ଆମର ଲଙ୍ଗଳର ଗୋଟେ ଚିତ୍ର ଦେଇଛି। ଠିକ୍ ଅଛି, ଏହି ଚିତ୍ରଟିର ନାମ କ'ଣ ଲେଖିବ, ଏହାକୁ କିଏ କେଉଁ କାର୍ଯ୍ୟରେ ବ୍ୟବହାର କରୁଛି ଲେଖିବ। ଏଇ ଚିତ୍ରଟିର ନାମ ଲେଖିବ ପିଲାମାନେ। ଆଗ ଚିତ୍ରଟି ହେଉଛି କ'ଣ, ଏଇ ଚିତ୍ରଟିର ନାମ ହେଉଛି ଲଙ୍ଗଳ ବୋଲି ଲେଖିବ। ଆଉ ତା କି କାମରେ ବ୍ୟବହାର ହେଉଛି ତାକୁ ଲେଖିବ, ଚାଷ କାମରେ ବ୍ୟବହାର ହେଉଛି ବୋଲି ଲେଖିବ। ତାପରେ ପ୍ରଶ୍ନ କ'ଣ ଦେଇଛି, ପଞ୍ଚାୟତ ସମିତିର ମୁଖ୍ୟଙ୍କୁ କ'ଣ କୁହାଯାଏ? ଏହା କିପରି ଗଠିତ ହୋଇଥାଏ? ଏଇଟା ତମେ ବହିରୁ ଖୋଜିକି ଉତ୍ତର କରିକି ଲେଖିବ। ଠିକ୍ ଅଛି, 7 ନମ୍ବର ପ୍ରଶ୍ନ କ'ଣ ଦେଇଛି, ଓଡ଼ିଶାର ଉଚ୍ଚତମ ପର୍ବତର ନାମ କ'ଣ? ଉଚ୍ଚତମ ପର୍ବତର ନାମ କ'ଣ, ଦେଓମାଳି। ଠିକ୍ ଅଛି, ଏହା କେଉଁ ଜିଲ୍ଲାରେ ଅବସ୍ଥିତ ଲେଖିବ। ଏବେ ଆମେ ନେକ୍ସଟ ପେଜକୁ ଯିବା। ନେକ୍ସଟ ପେଜରେ ପିଲାମାନେ ଆମର କୋଶ୍ଚିନ୍ କ'ଣ ଦେଇଛି, ବନ୍ୟା ହେବା ଫଳରେ ଆମର କେଉଁ ସବୁ କ୍ଷତି ହୋଇଥାଏ? ଏହାର ଉତ୍ତର ତମେ ବହିରୁ ଖୋଜିକି ଲେଖିବ। ଦେଶର ପ୍ରଗତି ପାଇଁ କେଉଁ ସବୁ କ୍ଷେତ୍ରରେ ଉନ୍ନତି କରିବାର ଆବଶ୍ୟକତା ରହିଛି? ତାର ଉତ୍ତର ମଧ୍ୟ ଲେଖିବ। ତାପରେ ପ୍ରଶ୍ନ କ'ଣ ଦେଇଛି, ତୁମ ଅଞ୍ଚଳରେ ଯୋଗାଯୋଗ କ୍ଷେତ୍ରରେ କେଉଁ ସବୁ ବ୍ୟବସ୍ଥା ଅଛି? ଏହାଦ୍ୱାରା କ'ଣ ଲାଭ ହେଉଛି? ଉତ୍ତର ଲେଖିବ। ଠିକ୍ ଅଛି ପିଲାମାନେ, ଏଇଟା ହେଉଛି ତୁମର 3 ମାର୍କିଆ କୋଶ୍ଚିନ୍ଟା। ଭିଡ଼ିଓକୁ ଲାଇକ୍, କମେଣ୍ଟ ଆଉ ସବସ୍କ୍ରାଇବ୍ କର, ଯାହାଦ୍ୱାରା ମୁଁ ତୁମକୁ ସବୁ ଶ୍ରେଣୀର ଏହିଭଳି ବାର୍ଷିକ ପରୀକ୍ଷାର ସଠିକ୍ ପ୍ରଶ୍ନ ଏବଂ ଉତ୍ତର ଦେବି। ଠିକ୍ ଅଛି ପିଲାମାନେ, ତୁମେ ଯଦି କମେଣ୍ଟ କରି କହିବ ତାହେଲେ ନେକ୍ସଟ କ୍ଲାସ୍ରୁ ମୁଁ ନିଶ୍ଚୟ ଭାବରେ ଉତ୍ତର କରିବି। ଠିକ୍ ଅଛି, ବାଏ ବାଏ ପିଲାମାନେ।